ଶୁଣିବା ପାଇଁ ପଡିଥାନ୍ତା ଆଜି ସେଇ କଥା ମନେ ପଡିବାରୁ ମୋ ମନ ବ୍ୟଥିତ ହଉଛି ମୁଁ ଚିନ୍ତାଗ୍ରସ୍ତ ହଉଛି। ହଁ ସ୍ୱାମୀ ଛୋଟ ଛୋଟ କଥା ରାଗ କରିବା କିଛି ନ ଜାଣି ନ ଶୁଣି ସମସ୍ତଙ୍କୁ ବରଦାନ ଦେଇଦେବା ଏହା ଆପଣ ଗୋଟେ ଅଭ୍ୟାସ ହେଇଯାଇଛି। କଣ କହିଲ ଛୋଟ ଛୋଟ କଥାରେ ମୁଁ ରାଗ କରୁଛି? ହଁ ସାମାନ୍ୟ କଥାରେ କ୍ରୋଧ କରିବା ଏହା ଦେବଦେବ ମହାଦେବ ଗୋଟେ ପ୍ରକୃତି ହେଇଯାଇଛି। କାହିଁକି ତ କ୍ରୋଧ କରୁଛନ୍ତି ଆପଣ? ଦେବଦେବ ମହାଦେବ ଆପଣ ସାମାନ୍ୟ କଥାରେ କ୍ରୋଧ କରିବାର ଛାଡ଼ି ଦିଅନ୍ତୁ। ତା ନହେଲେ ଏ ତ୍ରିଲୋକରେ ଆପଣଙ୍କୁ ଆଉ କେହି ପୂଜା କରିବା ପାଇଁ ରାଜି ହଉନାହାନ୍ତି। ସମସ୍ତେ ମୋତେ କହୁଛନ୍ତି ହେ ମା ଦେବଦେବ ମହାଦେବଟି ବୁଝାନ୍ତୁ ତାଙ୍କ କ୍ରୋଧକୁ ସମ୍ବଳ କରନ୍ତୁ। ହେ ମୋର ପତି ପରମେଶ୍ୱର ହେ ଦେବଦେବ ମହାଦେବ ତୋର ହାତ ଯୋଡୁଛି ସାମାନ୍ୟ କଥାରେ କ୍ରୋଧ କରିବାର ଛାଡ଼ି ଦିଅ। ତା ନହେଲେ ପରିସ୍ଥିତିର ଜମା ଭଲ ହେବ। କଣ କହିଲ ମୁଁ କ୍ରୋଧ କରୁଛି? ମୋର କ୍ରୋଧ ଆସିବା ପାଇଁ ତ୍ରିଲୋକରେ ମୋତେ ଆଉ କେହି ପୂଜା କରିବା ପାଇଁ ରାଜି ହଉନାହାନ୍ତି। ଖାଲି ସେତିକି ନୁହଁ ତମର କ୍ରୋଧ ଆସିବା ପାଇଁ ମୋତେ ମୋ ପୁତ୍ର କାର୍ତ୍ତିକକୁ ବାରମ୍ବାର ଅପମାନିତ ଶୁଣିବା ପାଇଁ ପଡୁଛି। ସମସ୍ତେ ଆମ ଦୁଇ ଜଣ ଅପମାନିତ କରୁଛନ୍ତି। ହେ ଭୋଳାନାଥ ହେ ମୋର ପତି ପରମେଶ୍ୱର ହେ ଦେବଦେବ ମହାଦେବ ତୋର ହାତ ଯୋଡୁଛି ସାମାନ୍ୟ କଥାରେ କ୍ରୋଧ କରିବାର ଛାଡ଼ି ଦିଅ। ହେ ମୋର ପତି ପରମେଶ୍ୱର ହେ ଦେବଦେବ ମହାଦେବ ସାମାନ୍ୟ କଥାରେ କ୍ରୋଧ କରିବାର ଛାଡ଼ି ଦିଅ। ତା ନହେଲେ ଆଗକୁ ମାତା ପୁତ୍ର ଅନେକ ଅପମାନିତ ହବ। ଯଦି ମୋର କ୍ରୋଧ ସବା ପାଇଁ ତମେ ମାତା ପୁତ୍ର ଦୁଇ ଜଣ ଅପମାନିତ ହଉଛ তুমি ଚାଲିଯାଅ ଆଜିଠୁ ଏହି ମୁହୂର୍ତ୍ତରୁ କୈଳାସ ପରିତ୍ୟାଗ କର। Hare Krishna, Hare Krishna, Krishna